ତେଣୁ ସମୟରେ ଆମେ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଉ ଯାହା ଲେଖାଯାଏ ଆଦି ପୁସ୍ତକ 19 ପର୍ବ ତାର 17 ପଦ। आदि पुस्तक 19 पर्व तार 17 पद एवं 26 पद। प्राणरक्षा निमंते पलाओ पछ आड़क दृष्टि कर नाही और इन समस्त प्रांतर मध्य रहे जुह नाही पर्वत को पड़ाई जाओ नहिले विनष्ट हेबो। बस लिखा गला प्राण रक्षा निमंते पलाओ पछ आड़क दृष्टि कर नाही पर्वत को पड़ाई जाओ नहिले विनष्ट। 26 पद। लोटर भाज्या पछ आड़क अनाइबारू से लवण स्तंभ होला। परमेश्वर दूत लोट को परिवार को आदेश देते पछ आड़क दृष्टि कर नहीं किंतु लोटर स्त्री जो पछ आड़क अनाइला से शरीर रहा नहीं से लवणर स्तंभ है। ये वाक्य को बुझा निमंते मुझे नूतन किसी चाहे आप समस्त जाना वाक्य लूक लिखित सुसमाचार 15 पर्व। लूक लिखित सुसमाचार 15 पर्व संपूर्ण अध्याय आम यदि पाठ करवा लंबा अच्छे तेणु गोटे 2 पद आम पढ़ा 4 पद पढ़त। तुम्भମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ ତାହାର ଯଦି 100 ମେଣ୍ଢା ଥାଏ ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ ତେବେ ସେ 99ଙ୍କୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ। प्रभु आज पवित्र शास्त्रांश द्वारा आम समस्त को आशीर्वाद करतु अनुरोध समस्ते वाक्य आड़ ध्यान देवे आपर पवित्र आत्मा आम समस्त कथा कहे। आज मुझे निकट में यही वाक्य जहाँ पाठ करू कहवा विषय है जे जड़े ख्रीष्ट विश्वासी कि प्रकार से पछघुंचा होता है जड़े ख्रिस्टियान परिवार कि प्रकार पछघुंचा होती पछघुंचा दौरान पछ पड़ी जाऊँ। आम लोटों विषय पढ़लु सदम हमरा को विनष्ट करने निमंते स्वर्गदूत मैंने आसिले लोटों परिवार को बाहर कले कारण अब्राहम प्रार्थना लोटों परिवार थिला लोटों परिवार ही रक्षा पाइले अन्य कहीं रक्षा पाइले नहीं कारण लोट अब्राहम वंश जिते सदम हमरारू बाहर करने स्वर्गदूत आसिक कहले तुम अति शीघ्र ये रोगर पलायन कर पछकू अनाओ नहीं ये आदेश दे बाहर करने न जावा द्वारा दूत निजे हाथ धरिक से नगर बाहर कले कहले पर्वत ऊपर को जाओ तुम प्राण जमी विनष्ट हम आज से जाऊँ
ଯାଉଛନ୍ତି ଆଉ ଯିବା ସମୟରେ ଯେତେବେଳେ ଲଗ୍ନଙ୍କ ସ୍ତ୍ରୀ ଯେତେବେଳେ ପଛକୁ ଅନାଇଲା ଆଉ ତା ଶରୀର ସମ୍ପୂର୍ଣ୍ଣ ଭାବରେ ବଦଳିଗଲା। ସେ ଗୋଟେ ଲୁଣର ଖମ୍ବା ହେଇଗଲା। ସେ ଆଉ ସ୍ୱରରେ ଜୀବିତ ରହିଲା ନାହିଁ। ପଛକୁ ଅନାଇବା ଦ୍ୱାରା ତା ଶରୀର ବିନଷ୍ଟ ହେଲା। ଆଉ ଏଠାରେ ଆମେ ଦେଖୁ ଏହି ଲୁକ ଲିଖିତ ସୁସମାଚାର ରହି 15 ପର୍ବରେ ବିଶେଷ କରି 3ଟା ଦୃଷ୍ଟାନ୍ତ ଅଛି। ଗୋଟିଏ ଦୃଷ୍ଟାନ୍ତ ହେଲା ହଜିଲା ମେଣ୍ଢାର ଦୃଷ୍ଟାନ୍ତ। ଆଉ ଗୋଟେ ଦୃଷ୍ଟାନ୍ତ ହେଲା ହଜିଲା ମୁଦ୍ରାର ଦୃଷ୍ଟାନ୍ତ। ଆଉ ତୃତୀୟ ଦୃଷ୍ଟାନ୍ତ ହେଉଛି ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ। ଆଉ এই 3ଟା ଦୃଷ୍ଟାନ୍ତରୁ ମୁଁ ଆପଣମାନଙ୍କୁ 4ଟା କଥା କହିବି। ଦୃଷ୍ଟାନ୍ତ 3ଟା କିନ୍ତୁ ଶିକ୍ଷା ହେଉଛି 4ଟା। ସେଥିମଧ୍ୟରୁ ପ୍ରଥମ ଦୃଷ୍ଟାନ୍ତ ହଜିଲା ମେଣ୍ଢା, ଯାହାକି ଆମେ ପାଠ କଲୁ 4 ପଦରେ। ଜଣେ ବ୍ୟକ୍ତିଙ୍କର 100ଟା ମେଣ୍ଢା ଥିଲା ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଗଲା। ତେଣୁ ସେ ବ୍ୟକ୍ତି 99 ମେଣ୍ଢାକୁ ପ୍ରାନ୍ତରରେ ଛାଡ଼ି ଦେଇ ହଜି ଯାଇଥିବା ମେଣ୍ଢାକୁ ଖୋଜିବା ପାଇଁ ଗଲା। ଆଜିର ବିଷୟବସ୍ତୁ ହେଲା ଜଣେ ଖ୍ରୀଷ୍ଟ ବିଶ୍ୱାସୀ କେମିତି ସେ ପଛଘୁଞ୍ଚା ଦଉଛି। ତାର 4ଟି କାରଣ। ପ୍ରଥମ କାରଣ ହେଲା এই ବାକ୍ୟ ଅନୁସାରେ ଯୋଉଟାକି ମେଣ୍ଢା କଥା ଆମେ ଦେଖିଲୁ। এই ମେଣ୍ଢା କଥା ବିଷୟରେ ତାର ଏତିକି ଲେଖା ହେଇଛି। 7 ପଦ ପଢ଼ନ୍ତୁ। ସେ କାହିଁକି ହଜିଲା ତାର କାରଣ ସେଟା ଲେଖା ହେଇଛି। ମୁଁ ତୁମମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ। ହାଲେଲୁୟା। ଜଣେ ଲୋକ ପାପରୁ ମନ ପରିବର୍ତ୍ତନ କଲେ ସ୍ୱର୍ଗରେ ଆନନ୍ଦ ହେବ। ଏରା ହେଉଛି ପାପରୁ ଫେରିବା। এই ପଦ ଅନୁସାରେ ଯଦି ଆମେ ଧ୍ୟାନ କରିବା ଭଲରେ, ତାହେଲେ ଆମକୁ এইটা ବୁଝିପାରିବା, ଏଇଟା ଆମେ ଜାଣିପାରିବା ଯେ ଜଣେ ଲୋକ ବା ଜଣେ ଖ୍ରୀଷ୍ଟିଆନ ଯଦି ମନ ପରିବର୍ତ୍ତନ କରିନଥିବ ତାହେଲେ ପୁନର୍ବାସ ଦେଖ। 4 kind of backsliding, 4 ପ୍ରକାରର ପଛଘୁଞ୍ଚା ବିଷୟରେ ମୁଁ ଆପଣମାନଙ୍କୁ এই 3ଟା ଦୃଷ୍ଟାନ୍ତରୁ ଆପଣମାନଙ୍କୁ କହୁଛି। ପ୍ରଥମ ଦୃଷ୍ଟାନ୍ତ ହେଲା ହଜିଲା ମେଣ୍ଢା। ଆଉ ସେ ହଜିବା ଦ୍ୱାରା 99କୁ ଛାଡ଼ିଦେଲେ। କାହିଁକି 99କୁ ଛାଡ଼ିଲେ? କାରଣ ସେ 99 ଆପଣଙ୍କୁ ଧାର୍ମିକ ମନେ କରିଥିଲେ, କିନ୍ତୁ এই ଗୋଟିଏ ମେଣ୍ଢା ଆଉ ସେ କେବଳ ନିଜକୁ ପାପୀ ବୋଲି ସେ ମନେ କରିଥିଲା। ସେ ମନ ପରିବର୍ତ୍ତନ କରିବାର ଥିଲା, ସେ ଫେରିବାର ଥିଲା। ତେଣୁ 99 ଧାର୍ମିକ ଲୋକମାନଙ୍କର ଅପେକ୍ଷା ଯିଏ ମନ ପରିବର୍ତ୍ତନ କରେ ଆଉ ସେଇ ମେଣ୍ଢାକୁ ଖୋଜିବା ପାଇଁ ଆଉ ସେ ଲୋକ ଯାଇଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ এই ଜଗତକୁ ଆସିବାର କାରଣ ଯାହା ହଜି ଅଛି ତାକୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଥିଲେ। ଏଣୁ ପୃଥିବୀରେ ଯେତେ ଆଜି ମଣିଷ ଜାତି ରହିଛୁ, ଯେକୌଣସି ଗୋଷ୍ଠୀ, ଯେକୌଣସି ଧର୍ମ, ଯେକୌଣସି ଭାଷା, ଯେକୌଣସି ବର୍ଗର ଲୋକ ହଉନା କାହିଁକି, ଆଜି ଅଧିକାଂଶ 99% ଆଉ ପାପରେ ହଜିଯାଇଛନ୍ତି। କିନ୍ତୁ ଜଣେ ଯିଏକି ପାପରୁ ମନ ପରିବର୍ତ୍ତନ କରିଛି, କ୍ଷମା ପାଇଛି, ସେଟା ମୁଁ ଏବଂ ଆପଣମାନେ ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କରିଛନ୍ତି, ବିଶ୍ୱାସ କରିଛନ୍ତି, ଜଗତରୁ, ପାପରୁ, ଅନ୍ଧକାରରୁ, ଶୈତାନରୁ ଆପଣଙ୍କୁ ପୃଥକ କରିଛନ୍ତି,
ସେମାନେ। ତେଣୁ এই ହଜାଇଥିବା ମେଳାର ସମସ୍ୟା ହେଲା ସେ ମନ ପରିବର୍ତ୍ତନ କରିନଥିଲା। ଏଥିପାଇଁ ସେ ଧୀରେ ଧୀରେ ହଠାତ୍ ନାହିଁ ଧୀରେ 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 ବେକ୍ସ ହେଇଗଲା। এই ବେଳା ଜାଗାରେ ଆମେ ମନୁଷ୍ୟମାନଙ୍କୁ ରଖିବା, ଖ୍ରୀଷ୍ଟିଆନ ମାନଙ୍କୁ ଆମେ ଦେଖିକି ରଖିବା। ଆମମାନେ ବେଶ ଆମର ପ୍ରତିପାଳକ ଅଛନ୍ତି ପ୍ରଭୁ ଶ୍ରୀଖ୍ରୀଷ୍ଟ। ଆଉ ଯୀଶୁଙ୍କର ବେଶ ମାନେ ଯୀଶୁଙ୍କ ରୋଗକୁ ସେମାନେ କ'ଣ କରିବେ? ବାରିବେ। ଏଇଟା ମୋର ପ୍ରଭୁର ସ୍ୱର ବୋଲି ସେମାନେ ଜାଣିବେ। ଯେତେବେଳେ ବାକ୍ୟ ଶୁଣୁଛନ୍ତି, ଯେତେବେଳେ ପ୍ରାର୍ଥନା କରୁଛନ୍ତି, ଯେତେବେଳେ ଆରାଧନା କରୁଛନ୍ତି, ଯେତେବେଳେ ଗୀତ ଗାଉଛନ୍ତି, ଯେତେବେଳେ ଆପଣମାନେ ଧ୍ୟାନ କରୁଛନ୍ତି, ସେତେବେଳେ ପ୍ରଭୁଙ୍କର ରୋଗକୁ ଆଉ ପ୍ରଭୁଙ୍କର ବେଶ ଜାଣିପାରିବ, ଚିହ୍ନିପାରିବ। ଆଉ ଯେତେବେଳେ ସେ ଜାଣିବ, ଚିହ୍ନିବ, ପ୍ରଭୁଙ୍କର ରୋଗରେ ସେ ଆସକ୍ତ ହେବ। ପ୍ରଭୁଙ୍କର ରୋଗରେ, ପ୍ରଭୁଙ୍କର କଥାରେ, ପ୍ରଭୁଙ୍କର ବାକ୍ୟରେ, ପ୍ରଭୁଙ୍କର ଆଜ୍ଞାରେ, ପ୍ରଭୁଙ୍କର ଶିକ୍ଷାରେ ତାର ମନକୁ ଯୋଗ କରିବ। ସେ ତଳୁ ସେ ଭ୍ରାନ୍ତ ହେବ ନାହିଁ, ପୃଥକ ହେବ ନାହିଁ, ଅଲଗା ହେବ। ଆଜି ଅନେକ ଖ୍ରୀଷ୍ଟିଆନ ମାନେ ପ୍ରଭୁଙ୍କ ଠାରୁ ଦୂରେଇ ଯିବାର କାରଣ ହେଲା ସେମାନେ ମନ ପରିବର୍ତ୍ତନ କରିନାହାନ୍ତି, ଯଦ୍ୱାରା ସେମାନେ ପୁନର୍ବାର ପୂର୍ବ କାର୍ଯ୍ୟରେ, ପୁନର୍ବାର ଅନ୍ଧକାରରେ, ପୁନର୍ବାର ଜଗତର ବିଳାସରେ, ପୁନର୍ବାର ଆଉ ସେମାନେ ପ୍ରଭୁଙ୍କ ଦୂରକୁ ସେମାନେ ବଢୁଛନ୍ତି, ଚାଲି ଯାଉଛନ୍ତି। କିନ୍ତୁ ପ୍ରଭୁ ଯେଉଁମାନଙ୍କୁ ନିଜ ରକ୍ତ ଦ୍ୱାରା କିଣିଛନ୍ତି ତାଙ୍କର ମନରେ ଲୋକମାନେ ଯେପରି ବିନଷ୍ଟ ହେବେ ନାହିଁ, ପଛଘୁଞ୍ଚା ଦେବେ ନାହିଁ, ଏଥିନିମନ୍ତେ ସେ ଖୋଜିବା ପାଇଁ ଆସିଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟେ ମୁଁ ଉଦାହରଣ ଆପଣମାନଙ୍କୁ ଦେବି, ତାହେଲେ ଆପଣମାନେ ବୁଝିପାରିବେ। ଯଦି ଗୋଟିଏ ବେଙ୍ଗକୁ ଆମେ ଯଦି ଗରମ ପାଣିରେ ପକାଇବା, ସେ କ'ଣ ହବ? ସେ ରହିବ କି? ସେ खुदा माने से सागे सागे दो काई सीखले से मृत्युवरण करो बंचवार और रास्ता नहीं। किंतु सेई बेगको जदि हम गोटे ठंडा पानी रखिबा से रहबो कि नहीं? जदि सेई बेगको जो ठंडा पानी रे आमे रखिलु, गु डेक्ची रे आमे रखिलु, से डेक्ची तले जदि आमे निया लगाइबा, पानी को आमे गरम करिबा, যেতেବେଳେ সেই ঠান্ডা পানি ধীরে ধীরে উষুম হব, সেতেବେଳେ সেই বেগ খুশি অনুভব করব, যা হো বড়িয়া মতে আরাম লাগুছে। যেতেବେଳେ ধীরে ধীরে টিকে আরো কি গরম হয়ে যাଉଥିବ, সেতেବେଳେ সে নিজକୁ আরাম অনুভব করতো। সেই সময় সে তৈল ডেইকରି ଯିବା ପାଇଁ ইচ্ছা প্রকাশ କରିବ ନାହିଁ, से सेठी आकर रहबो। काहे तार कोन लागुଛି? आराम लागुଛି। सेटा मात्र से जानि पारु नाही ता पय विपद अछि। जेतेबेले एक प्रकार भावरे रहि रहि धीरे धीरे गरम हे जीवो, से गरम को समय समय से रहि जीवो, आराम को देख देख रहि जीवो, सेई गरम ताको एमती कर दबो जे ताको रि डेबा पाई, कुदा मारबा पाई ताको बळ आइबो नाही, शक्ति आइबो नाही, डेइकरि बाहर को से आउ যাই পারবো নাই। সেই গরম দ্বারা সে সিঝিছি বসে, যদ্বারা তার জীবন সেই পানিরে চালিছে। এটা কেমতি হেলা? হঠাৎ হেই নাই, তারপরে হঠাৎ চাই নাই, তাহলে সময় লাগে। ଥଣ୍ଡାର ଟିକେ ଲୋକ ଉଷୁମ ହେଲା, ଆଉ ଟିକେ ଉଷୁମ ହେଲା, ଆଉ ଟିକେ ଉଷୁମ ହେଲା, ଆଉ ଟିକେ ଗରମ ହେଲା, ଏମିତି ଗରମ ହେଇ ତାକୁ ଅନେକ ସମୟ ଗତି କରିଛି, ଯଦ୍ୱାରା କି ସେ ଆଉ शिठरू आउ से मुक्ति पे पाले। जेतेबेले अधिक गरम हो गेला, से छोट बड़ गला सिना बाहर को डेइ के आसे जाई पारो। ठीक तद्रूप आमे मनुष्य माने, आमे ख्रिस्टियान माने जदि आमे जगतरे लागि रहिबा, जगतर कार्य आमे आसक्त होई रहिबा, ताहा हम शरीर पाई, हमर मन पाई, हमर जीवन पाई ताके आनंद लागे। तोयरू हमको पृथक हेबा ପାଇଁ ଇଚ୍ଛା ଲାଗେ ନାହିଁ। ଆଉ ସେଟା ଆମେ ଜାଣି ପାରିବା ନାହିଁ ଯେ ଏଟା ମୋର ବିପଦର କାରଣ, ମୋର ମୃତ୍ୟୁର କାରଣ, ମୋର ସଂକଟର କାରଣ, ଏଟା ମୋ ପାଇଁ ଗୋଟେ ଜାଲ, ଗୋଟେ ଫାନ୍ଦ
ଏଟା ବିନାଶ ଆମେ ଜାଣିପାରୁନା। ତା এই প্রকার ভাবে জগত অন্ধকার জগতর শক্তি জগৎপতি ଆମକୁ এই প্রকার ধরে রখিব এই প্রকার বাঁধিব যে আমি আর তো মুক্তি পাই পাইবা নাই আমার বিনষ্ট আমার বিনাশ আমি উদ্ধার পাই পাইবা নাই। তেଣୁ ପଛରୁ ଘୁଞ୍ଚା ଜଣେ ଖ୍ରୀଷ୍ଟିଆନ ହଠାତ୍ ଦେବ କାରଣ ସେ ସତ୍ୟତା ଜାଣିଛି ଯୀଶୁ କିଏ ଜାଣିଛି ସେ ବିଶ୍ୱାସ ତ ସେ କରିଛି ତେଣୁକରି ହଠାତ୍ ସେ ପ୍ରଭୁକୁ ଛାଡ଼ିବ ନାହିଁ। ସେ ପ୍ରଭୁରେ ଥାଇକି ଏକା ଚର୍ଚ୍ଚରେ ପ୍ରାର୍ଥନା ଆସିକରି ବାଇବଲ ପଢ଼ିକିରି ମଧ୍ୟ ସମାଗତା କରିକିରି ମଧ୍ୟ ସେ ବାହାରେ ଯାଇ କ'ଣ କରିବ ବାହାର ଲୋକଙ୍କ ସହିତ ମିଶି ବାହାର ଲୋକଙ୍କ ପରି କାର୍ଯ୍ୟ କରି ବାହାର ଲୋକଙ୍କ ପରି ଖିଆପିଆ କରି ବାହାର ଲୋକଙ୍କ ସହିତ ଆଉ ସେ ମନ୍ଦ କାର୍ଯ୍ୟରେ ଲିପ୍ତ ହେଇକରି ସେ ଧୀରେ 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 ସେ ପ୍ରାର୍ଥନାରେ କମିଯିବ ବାକ୍ୟରେ କମିଯିବ ସୌଭାଗିତାରେ କମିଯିବ ଆତ୍ମିକତା କମିଯିବ ଏହି ପ୍ରକାର ଭାବରେ ଆଉ ସେ ନିଜକୁ ଭାବୁଥିବ ଯେ ମୁଁ ଖ୍ରୀଷ୍ଟିଆନ ମୁଁ ଠିକ ଅଛି ନାମରେ ଖ୍ରୀଷ୍ଟିଆନ ସେ ଠିକ ଅଛି ମାତ୍ର ସେ ଆତ୍ମିକତା ଭାବରେ ସମ୍ପୂର୍ଣ୍ଣ ଭାବରେ ସେ ମୃତ ହେଇଯାଇଛି। ତେଣୁ ଜଣେ ଖ୍ରୀଷ୍ଟିଆନ ପଛଘୁଞ୍ଚା ଦେବାର ପ୍ରଥମ କାରଣ ହେଲା ନିଜର ଭୁଲ ଦ୍ୱାରା বা ଜାଗତିକ ଜଗତ ଆଡ଼କୁ ଫେରିଯିବା ଦ୍ୱାରା ଆମେ ପ୍ରଥମ ଭାବରେ ଆମେ ପ୍ରଭୁଙ୍କ ଠାରୁ ପଛଘୁଞ୍ଚା ଆମେ ଦେଇଥାଉ। ଆଉ ବର୍ତ୍ତମାନ ସମୟରେ ଅଧିକାଂଶ ମଣ୍ଡଳୀରେ ଅଧିକାଂଶ ଖ୍ରୀଷ୍ଟିଆନ ଅଳ୍ପ ବୋଲି ମୁଁ କହୁନାହିଁ ଅଧିକାଂଶ ଖ୍ରୀଷ୍ଟିଆନ ଆଜି ଜାଗତିକ ହୋଇ ପଛଘୁଞ୍ଚା ଦେଇଛନ୍ତି। ଏଣୁ ମୁଁ ଏବଂ ଆପଣମାନେ এই দিন ମାନଙ୍କରେ ଆଜି ଆବଶ୍ୟକତା ରହିଅଛି ଏ ବିଷୟରେ ଜାଗ୍ରତ ହେବା ଆମର ଜୀବନ କେମିତି ପଛଘୁଞ୍ଚା ଦେବା। ଆପଣମାନେ ପଢ଼ିଲେ ଆଉ ଜାଣିଛନ୍ତି ଲଟଙ୍କର ସ୍ତ୍ରୀ ପଛଘୁଞ୍ଚା ଦେଲା ଲଟଙ୍କ ସ୍ତ୍ରୀ ପଛକୁ ଅନାଇଲା ଗୋଟିଏ ମାତ୍ର କାରଣ ତାକୁ ଅନାଉନାଇ ବୋଲି କହିଥିଲେ ସେ ଅନାଏ ପଛକୁ ଅନାଉନାଇ ବୋଲି କହିଥିଲେ ସେ ପଛକୁ ଅନାଏ ସେତିକି କେବଳ ଆଦମ ହବାକୁ ଖାଅ ନାହିଁ ବୋଲି କହିଥିଲେ କେବଳ ତଳିକିରି ଖାଇଦେଲେ ସେତିକି କିନ୍ତୁ ତାହା ଈଶ୍ୱର ତାକୁ ଦୂରକୁ ନେଇଯାଉଛି। ଠିକ ତଦ୍ରୂପ ଆଜି ମୋତେ ଏବଂ ଆପଣମାନଙ୍କୁ ଈଶ୍ୱର ଆଉ ଆପଣ ଜୀବନ୍ତ ବାକ୍ୟ ଦ୍ୱାରା ଆମକୁ ବିଭିନ୍ନ ମାଧ୍ୟମରେ ପ୍ରାର୍ଥନା ମାଧ୍ୟମରେ ଆରାଧନା ମାଧ୍ୟମରେ ଗୀତ ଗାଇବା ମାଧ୍ୟମରେ ବାକ୍ୟ ଧ୍ୟାନ କରିବା ମାଧ୍ୟମରେ ବିଭିନ୍ନ ମାଧ୍ୟମରେ ପ୍ରଭୁ ଆମକୁ କଥା କହୁଛନ୍ତି। ଆଉ ସେଇ ଆଦେଶ ସେଇ ଆଜ୍ଞା ସେଇ ଶିକ୍ଷା ଗୁଡ଼ିକକୁ ଯଦି ଆମ ଜୀବନରେ ପ୍ରୟୋଗ କରିବା ଧରି ରଖିବା ମାନିବା ତାହେଲେ ଆମେ ପଛଘୁଞ୍ଚା ଦେଇପାରିବା ନାହିଁ। ସେ ମେଣ୍ଢା ଭୁଲରେ ଜଗତ ମଧ୍ୟକୁ ଚାଲିଯାଇଛି। କେତେ ଲୋକ କହନ୍ତି କେତେକ ପାଳକ ମାନେ କହନ୍ତି ଏ ବିଶ୍ୱାସୀ ଏ ଗୋଟେ ଭୁଲରେ ସେ ଚାଲିଗଲା। ପ୍ରିୟମାନେ ଆଉ ସେ ଭୁଲରେ ଚାଲିଗଲା ବୋଲି କହିବା ଏଟା ଆମ ପାଇଁ ଉଚିତ ନୁହେଁ। ଆମକୁ ଆବଶ୍ୟକତା ରହିଅଛି ଯେ ଯେଉଁ ଲୋକ ଆଉ ଜଗତ ଆଡ଼କୁ ଚାଲି ଯାଇଛି ହୋଇପାରେ ଆମ ମଣ୍ଡଳୀରେ ହଉ ଆମ ପରିବାରରେ ହଉ ଆମ ରକ୍ତ ସମ୍ପର୍କୀୟ ହଉ ବା ଆମର ପଡ଼ୋଶୀ ହଉ ଆମ ସମାଜର ଯିଏ ଯଦି ଜଗତ ଆଡ଼କୁ ଚାଲି ଯାଇଛି ସେ ଭୁଲରେ ଚାଲି ଯାଇଛି ବୋଲି ଆମେ ରହିଲେ ହେବ ନାହିଁ ତାକୁ ଖୋଜି ରକ୍ଷା କରିବାର ଅଛି। ଯେତେବେଳେ ସେ ଚାଲିଗଲା ଜଗତ ଆଡ଼କୁ ଆମେ ଜାଣିଲୁ ଆମର ପରିବାରର ହଉ कि आम मंडली हो कि आम समाज हो कि आम रक्त संपर्क हो जे जगत आड़क चलीगला ताको आम प्रभु को कथि को आम फेराई आनवा जेटा होची आमनकर कर्तव्य भूल रे चलीगला भी कहि देबा आम सत्य काम शुरू नहीं। तेणु जड़े विश्वासी आज कौन जाऊँगी ना निजर भूल द्वारा जगत आड़क शरीर आड़क चली जाए तार आत्मिक जीवन से पछघुंचा दौर कि यही लोक खोजापी गला मेष को से मेष को से पाइला जिते से मेष को से पाइला से कौन करी आणुची से कौन कर आनंद करू। आज आम जीवन में आम खोजा दरकार मु को जगह बेक्स मु को जगह पछघुंचा এইটা মানে নিজে নিজে নিজ নাড়ে অনুসন্ধান করিবা মানে খোঁজিবা जो द्वारा कि आमे पतन न होई आमे खोजिबा द्वारा तोय आमे फेरिबा आसा फेरिबा सेतेबेला आमे पढे पारबो आमे दूतमानक सहित
ପିତାଙ୍କ ସହିତ ତାଙ୍କ ଲୋକମାନ ଧାର୍ମିକମାନଙ୍କ ସହିତ ଆମେ ଆନନ୍ଦର ସୌଭାଗ୍ୟ ଆମେ ହେଇପାରିବୁ। ହାଲେଲୁୟା। ତେଣୁ ଆମେ ମନରେ ବିଶ୍ୱାସୀ ହୋଇ ଯେତେବେଳେ ରହୁଛୁ ସେତେବେଳେ ଏ ବିଷୟରେ ଆମେ ଜାଗ୍ରତ ହେବାର ଆବଶ୍ୟକତା ରହିଛି। ମନ ଏବେ ବିଶ୍ୱାସୀ ମାନଙ୍କର ପ୍ରତ୍ୟେକ ଖ୍ରୀଷ୍ଟିଆନ ମାନଙ୍କର ଆଉ ଭୁଲ ହୋଇଥାଏ, କିନ୍ତୁ ଭୁଲକୁ ସୁଧାରିବା ଅନ୍ୟ ବ୍ୟକ୍ତିର କାମ। ଯେ ଭୁଲ କଲା ଆଉ ଅନ୍ୟ ଯେ ବ୍ୟକ୍ତି ତାର ଭୁଲକୁ ଦେଖୁଛି ତାର କାମ ହେଉଛି ସୁଧାର। ତେଣୁ ଆଜି ମୁଁ ଏବଂ ଆପଣମାନେ এই দিন ମାନଙ୍କରେ ଆମେ ଯେପରି ପଶୁପଞ୍ଚା ନ ଦେଉ, ସେଥିପାଇଁ ଆମେ ପ୍ରତିଦିନ ଆମ ପ୍ରାର୍ଥନାରେ ଆମେ କ'ଣ କରିବା? ନିଜକୁ ଆମେ ସମୀକ୍ଷା କରିବା। ହାଲେଲୁୟା। ଦ୍ୱିତୀୟ ବାକ୍ୟ ପଢ଼ନ୍ତୁ, ଆଉ ତାହା ହେଲା 8 ପଦ। 8 ପଦ। ଅଥବା ଏପରି କେଉଁ ସ୍ତ୍ରୀ ଲୋକ ଅଛି ଯେ ତାହାର ଯଦି 10ଟି ଟଙ୍କା ଥାଏ ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ। ପୁଣି ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି କହେ, ମୋ ସାଙ୍ଗରେ ଆନନ୍ଦ କର। ବାସ୍, ହାଲେଲୁୟା। ଏଠାରେ ମୁଦ୍ରା ବିଷୟରେ ଲେଖା ହେଇଛି। ଟଙ୍କା କୋଉ ବିଷୟରେ ଲେଖା ହେଇଛି? ସମସ୍ତେ କହନ୍ତୁ ମୁଦ୍ରା। ମୁଦ୍ରା ବିଷୟରେ ଲେଖା ହେଇଛି। ମେଣ୍ଢାକୁ ସିନା ମେଷକୁ ସିନା ଗୋଡ଼ ଥିଲା, ତେଣୁକରି ଚାଲିଗଲା। ଟଙ୍କାକୁ ଗୋଡ଼ ଅଛି କି? ଏ କେମିତି ହଜିବ? ତାକୁ ଜୀବନ ନାହିଁ, ସେ କେମିତି ହଜିବ? ଆଉ ଏଠାରେ ଆମେ ଦେଖି ଯାଉଛୁ ଅନେକ ପାଳକ ପ୍ରଚାରକ ମାନବ ପାଇଳ ଶିକ୍ଷା, ମୋ ପରି ପାଳକ ପ୍ରଚାରକ ଶିକ୍ଷକ ମାନବ ପାଇଳ ଶିକ୍ଷା। ଏଟା କ'ଣ? ଦ୍ୱିତୀୟ ଭୁଲ। এটা নিজর ভুল নাই, টঙ্কার নিজর ভুল নাই, মেন্ডার নিজর ভুল, সে নিজে চালিয়ে গলা। কিন্তু টঙ্কার নিজর ভুল নাই, কারণ তার হাত গোড় নাই, সে তার জীবন নাই, চালিয়ে যাই পারবে না। সেটা আমি নিজে হয়ে পারে। তেণু এখানে আমি দেখুছু যে লেখা হয়েছি মাথিউ 18 পর্ব তার 6 এবং 7 পদ পড়িলে এই প্রকার লেখা যায়, এই ক্ষুদ্র ମାନଙ୍କ ମଧ୍ୟରୁ ଯଦି ଜଣଙ୍କର ବାଧା କାରଣ ହେବା ବା ଝୁଣ୍ଟି ପଡ଼ିବା କାରଣ ହେବା, ତାହେଲେ ସେଇଟା ଯିଏ ବାଧା କାରଣ ହେଉଛି ତା ପାଇଁ କଷ୍ଟ। ଠିକ ପଢ଼ନ୍ତୁ ମାଥ୍ୟୁ 18:6-7। କିନ୍ତୁ ଯେ କେହି ମୋ ଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣଙ୍କର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ହିତକର ହୋଇଥାନ୍ତା। এটা ଆମେ ଦେଖି ଯାଉଛୁ ଯେ ଅନ୍ୟର ବାଧାର କାରଣ, ଯେହେତୁ ଅନ୍ୟର ବାଧା କାରଣ ହେଉଛି, ତାହେଲେ ତା ବେକରେ ଚକି ପଥର ବାନ୍ଧି ଅଗାଧ ସମୁଦ୍ର ଜଳରେ ତାକୁ ପିଇବା ନିମନ୍ତେ ବାକ୍ୟ କୁହାଯାଇଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, এই ବାକ୍ୟ ଗୁଡ଼ିକୁ ଆପଣମାନେ ତାଲି କରନ୍ତୁ, ଆପଣମାନେ ଜାଣିପାରିବେ ଏଇଟା ପାଳକ, ପ୍ରଚାରକ, ଭୟଦବକ୍ତା, ଶିକ୍ଷକ, ପ୍ରେରିତ ମାନଙ୍କ ପାଇଁ ଅନେକ ହଜିଯାଆନ୍ତି। ଆମେ ପାଳକ ମାନେ ଠିକ ରହିବା, ଠିକରେ ଶିକ୍ଷା ଦେବା ନାହିଁ, ଆମେ ପାଳକ ମାନେ ଠିକରେ ଯଦି ଯତ୍ନ ନେବା ନାହିଁ, ତାହେଲେ ସେମାନେ କ'ଣ ହୁଅନ୍ତି? ହଜିଯାଆନ୍ତି। ଠିକର ଶିକ୍ଷା, ଠିକ ଶିକ୍ଷାର ଅଭାବ, ଠିକ ସହଭାଗିତାର ଅଭାବ, ଠିକ ପରାମର୍ଶର ଅଭାବ, ଠିକ ପ୍ରାର୍ଥନାର ଅଭାବ ହେବା ଦ୍ୱାରା ସେମାନେ ଆତ୍ମିକ ହୋଇପାରନ୍ତି ନାହିଁ, ଧାର୍ମିକ ହୋଇପାରନ୍ତି ନାହିଁ, ସେମାନେ ଫେରିଯାଆନ୍ତି। ମେଣ୍ଢା ଠାରୁ ଆମେ ଏହା ଶିଖିଲୁ, ସେ ନିଜେ ଗଲା ଜଗତ ଆଡ଼କୁ, ଆଉ ସେ ଜଗତର କାମରେ ଖସି ରହିଲା। ବା ମେଣ୍ଢା ନିଜେ ଗଲା କୌଣସି ଗୋଟେ ଝାଡ଼ିରେ, ଲଟା ବୁଦାରେ ସେ ଫସିଗଲା, ଆଉ ସେ ଆସିପାରିଲା ନାହିଁ, ଫସିଗଲା। କିନ୍ତୁ এই মুদ্রা, এই টঙ্কা, এটা সে নিজে জীব নাই, এটা আমি ধরলা লোক তাকে হজাইবাটা, ধরলা লোক হজাইবা। হেলে প্রভু মতে এবং আপনাମାନଙ୍କୁ আশীর্বাদ করন্তু যে মণ্ডলীর বিশ্বাসী ভাବରେ, ମଣ୍ଡଳୀର ଗୋଟେ ଆତ୍ମିକ ବିଶ୍ୱାସୀ ଭାବରେ
ମଣ୍ଡଳୀର ଗୋଟେ ପ୍ରାର୍ଥନାକାରୀ ଭାବରେ ମଣ୍ଡଳୀର ଗୋଟେ ଆଉ ଗୋଟେ ଆତ୍ମିକ କ୍ଷେତ୍ରରେ ଯେ କି ଆଗୁଆ ଅଛି ଦୀର୍ଘ ଦିନର ବିଶ୍ୱାସୀ ଭାବରେ ଆଜି ମୋତେ ଏବଂ ଆପଣମାନଙ୍କ ଆବଶ୍ୟକତା ରହିଛି ଯେ ଆମଠାରୁ ଯେଉଁମାନେ ଦୁର୍ବଳ ଆମଠାରୁ ଯେଉଁମାନେ କମଜୋର ପ୍ରାର୍ଥନାରେ ଆରାଧନାରେ ସହଭାଗିତାରେ ଆଜି ସେମାନଙ୍କ ନିକଟରେ ଆମେମାନେ ଆଦର୍ଶ ହେବା ପାଇଁ ପଡ଼ିବ। ଆମେମାନେ ଆଦର୍ଶ ହେବା ପାଇଁ ପଡ଼ିବ। ଯଦି ଆମେ ଆଦର୍ଶ ହେବା ତାହେଲେ ସେମାନେ କ'ଣ ହେବେ ନାହିଁ ହଜିବେ ନାହିଁ ଅବହେଳା ହେଇପାରିବ ନାହିଁ। ଯଦି ଆମେ ଆଦର୍ଶ ହେବା ନାହିଁ ଅନ୍ୟର ବାଧାର କାରଣ ହେବା ତାହେଲେ ସେମାନେ କ'ଣ ହେବେ ହଜିଯିବେ। ତେଣୁକରି ବିଶ୍ୱାସୀ ମାନେ ଅନ୍ୟମାନଙ୍କ ସମ୍ମୁଖରେ ଆଜି ଆଦର୍ଶ ନ ହେବା ଦ୍ୱାରା ଅନେକ ଲୋକ କ'ଣ ହଉଛନ୍ତି ଭ୍ରାନ୍ତ ହଉଛନ୍ତି, ଅନେକ ଲୋକ ପତିତ ହଉଛନ୍ତି, ଅନେକ ଲୋକ ପଛକୁ ଚାଲି ଯାଉଛନ୍ତି, ଅନେକ ଲୋକ ଜଗତକୁ ଚାଲି ଯାଉଛନ୍ତି। କାରଣ ଏହି ପ୍ରକାର ଅନେକ ବାଳକ ପ୍ରଚାରକ ମାନେ ବି ଅଛନ୍ତି, ଶିକ୍ଷକ ମାନେ ଅଛନ୍ତି ଯେଉଁମାନେ କହନ୍ତି ଚଳିଯିବ, ଏଟା କରିଦେଲେ ବି ଚଳିଯିବ, ଏଟା ଖାଇଦେଲେ ବି ଚଳିଯିବ, ଏଟା ହେଇଦେଲେ ବି ଚଳିଯିବ। ଏହି ପ୍ରକାର ମଧ୍ୟ କେତେ ଲୋକ କହନ୍ତି। କିନ୍ତୁ ପ୍ରିୟମାନେ ଚଳିବ ନାହିଁ, ବାକ୍ୟର ବାହାରେ କୌଣସି ବିଷୟ ଚଳିବ ନାହିଁ। ତେଣୁକରି ଆଉ ପାଳକ ପ୍ରଚାରକ ଶିକ୍ଷକ ପ୍ରେରିତ ଭେଦଭୋକ୍ତା ଆଜି ଏହି ପ୍ରକାର ଯେଉଁମାନେ ଆତ୍ମିକ କ୍ଷେତ୍ରରେ ଆଗୁଆ ଅଛନ୍ତି ସେମାନଙ୍କର ନେତୃତ୍ୱର ଦୁର୍ବଳତା ନେତୃତ୍ୱର ଶିକ୍ଷା ଦେବାର ଦୁର୍ବଳତା ଦ୍ୱାରା ଅନେକ ଲୋକ କ'ଣ ହେଇଯାନ୍ତି ଜାଗତିକ ହୋଇଥାନ୍ତି, ଆତ୍ମିକ ହୋଇନଥାନ୍ତି। ତେଣୁ ଅଳ୍ପ ଦିନ ପାଇଁ ଭଲ ଜୀବନ କାଟିଲା ପରେ ସେମାନେ ଧୀରେ ଧୀରେ ଯେତେ ମୁଁ ବେଗ ଉଦାହରଣ ଦେଲି ଧୀରେ ଧୀରେ ସେମାନେ ପଛଘୁଞ୍ଚା ଜୀବନ କାଟୁଛନ୍ତି। ତେଣୁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏଠାରେ ଆଉ ସ୍ତ୍ରୀଙ୍କ ବିଷୟରେ ଲେଖା ହେଇଛି, ଆଉ ଗୋଟେ ସ୍ତ୍ରୀ ଆଉ ତାର 10ଟା ଟଙ୍କା ଥିଲା ବୋଲି ଲେଖା ହେଇଛି। ଏପରି ଗୋଟେ ସ୍ତ୍ରୀ ଲୋକ ଅଛି ତାର 10ଟି ଟଙ୍କା। ସ୍ତ୍ରୀ କହିଲେ ସାଧାରଣତଃ ଆମେ ଏହା ବୁଝୁ ମଣ୍ଡଳୀକୁ ବୁଝାଏ, କନ୍ୟାକୁ ବୁଝାଏ। ଆଉ ପୁରୁଷ ବର ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ এই স্ত্রী তার টଙ୍କା হজাইলা মণ্ডলীর বিশ্বাসী তার জীবনে পাইଥିବା আত্মিক দান বরদান হজাইবাটা, তার জীবনে পাইଥିବା শিক্ষাକୁ হজাইবাটা, তার জীবনে পাইଥିବା আশীর্বাদକୁ হজাইবাটা, তার জীবনে পাইଥିବା বিভিন্ন বিষয়କୁ সে হজাইবাটা। স্ত্রী তার টଙ୍କା হজাইলা। স্ত্রী কইলে মণ্ডলী বা খ্রিস্ট বিশ্বাসী মানে ଆଉ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଯାହା ପ୍ରଭୁଙ୍କର ଆଶୀର୍ବାଦ ପାଇଛନ୍ତି ତାହାକୁ ହଜାଇବାଟା ହଉଛି ଏଟା ଆତ୍ମିକ ଜୀବନର ପଛକୁ ଯାଏ। ଯେତେବେଳେ ବିଶ୍ୱାସୀର ଆଉ ପ୍ରଭୁଙ୍କ ଠାରୁ ପାଇଥିବା ବିଷୟକୁ ହଜାଇ ଦିଏ, ତାକୁ ବ୍ୟବହାର କରେ ନାହିଁ, ସେ ସମ୍ପୂର୍ଣ୍ଣ ହଜି ଯାଇଥାଏ। ତେଣୁ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଯେ ଏ ସ୍ତ୍ରୀ କ'ଣ କରୁଛି ନା ଦୀପ ଜାଳୁଛି। ଯେଉଁ ଟଙ୍କା ହଜିଯାଇଥିଲା ସେହି ଟଙ୍କାକୁ ନ ପାଇବା ପର୍ଯ୍ୟନ୍ତ ଦୀପ ଜାଳି କରି ତାର ଘର କ'ଣ କରୁଛି ସଫା କରୁଛି। ତେବେ ପ୍ରିୟମାନେ ପ୍ରଭୁ ମୋତେ ଏବଂ ଆପଣମାନଙ୍କୁ ଅନୁଗ୍ରହ ଆଶୀର୍ବାଦ କରନ୍ତୁ ଯେ ଏହି ମଣ୍ଡଳୀର ଦୀପ ହଉଛନ୍ତି ଯୀଶୁ ଖ୍ରୀଷ୍ଟ କହିଲେ ଆଉ ମୁଁ ଜଗତର ଜ୍ୟୋତି। ଯଦି ଯୀଶୁ ରୂପକ ଜ୍ୟୋତିକୁ ଆମେ ମଣ୍ଡଳୀ ରୂପକ ସ୍ତ୍ରୀ ମାନେ ବା କନ୍ୟା ମାନେ ଯଦି ଆମ ଜୀବନରେ ସେହି ଦୀପକୁ ଯଦି ଆମ ଜୀବନରେ ଧରି ରଖିବା ତାହେଲେ ସେହି ଦୀପର ଆଲୋକରେ ଆମର ହଜିଥିବା ବିଷୟକୁ ଆମେ ଖୋଜି ପାରିବା। ଯେଉଁ ବିଷୟରେ ଦୁର୍ବଳ ହେଇଛୁ, ଯେଉଁ ଜାଗାରେ ପଛଘୁଞ୍ଚା ହେଇଛୁ, ଯେଉଁ ବିଷୟ ପାଇଁ ଆମର ଆଜି ଆତ୍ମିକତା ନଷ୍ଟ ହେଇଛି ତାକୁ ପୁନର୍ବାର ଆମେ ପାଇପାରିବା। ତେଣୁକରି ଏହି ଦୀପ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ପବିତ୍ର ଆତ୍ମା, ଯେ କି ଆମକୁ ମାର୍ଗଦର୍ଶନ କରନ୍ତି, ଆମକୁ ଶିକ୍ଷା ଦିଅନ୍ତି, ପରାମର୍ଶ ଦିଅନ୍ତି, ଆମକୁ ଜାଗ୍ରତ କରନ୍ତି, ଆମକୁ ସଚେତନ କରନ୍ତି, ଆମକୁ ଆଲୋକ ପ୍ରଦାନ କରନ୍ତି, ଆମକୁ ଦେଖାଇ ଦିଅନ୍ତି ଯେ ଅମୁକ ଜାଗାରେ ଅମୁକଟା ଅଛି, ଅମୁକ ଜାଗାରେ ଗାତ ଅଛି, ଅମୁକ ଜାଗାରେ ଅମୁକ ଅଛି। ମୁଁ ଆଜି ଆଇବା ସମୟରେ ଗୋଟେ ଗାତରେ ମୋର ଗାଡ଼ି ପଡ଼ିଲା, ସ୍ପିଡ୍ ଲାଇନ୍ 15ରୁ 20 ଆଗା ସ୍ପିଡ୍, କାହିଁ ଗାଡ଼ି ଟୋଟାଲ ଚଳୁନାହିଁ। ସେଟା ଖାଲି ମୁଁ ଟାଇମ୍ କେତେ ହେଲା ଜଷ୍ଟ ଖାଲି ମୋବାଇଲ ମୁଁ ଦେଖିଲି ଖାଲି ସେତିକି ମୋର ଗାଡ଼ି ଗାତରେ ପଡ଼ିଲା। ଗାତରେ ପଡ଼ିବା ଦ୍ୱାରା ମୋର ଯାହା ମାସେ 4-5 ସପ୍ତାହର ଚାଉଳ ସବୁ ଗାୟବ ରାସ୍ତାରେ ପଡ଼ିଗଲା। ତାହା ଗାଡ଼ି ମଧ୍ୟ ପାରିଲା ନାହିଁ, କାହିଁ ଗୋଟେ ଜାଗାରେ ଗଦା ହେଇନାହିଁ, ପୁରା ବେଶୀ ହେଇଗଲା। ତେବେ ଆଲୋକ ଆମକୁ କ'ଣ କରିବ ଦେଖାଇଦେବ କୋଉ ଜାଗାରେ ଗାତ ଅଛି, କୋଉ ଜାଗାରେ କ'ଣ ଅଛି। ଏବେ ରାତି ସମୟ ନେଇ ଆଲୋକ ଉଜ୍ଜଳ ସମୟ, କିନ୍ତୁ ମୋର ଦୃଷ୍ଟି ରାସ୍ତାରେ ରହିକି ମୋବାଇଲ ଆଡ଼େ ହେବା ଦ୍ୱାରା ବିଳମ୍ବ ହେଇଗଲାଣି ବୋଲିକିରି ମୁଁ ଦେଖୁଥିଲି। ମୋବାଇଲ ଦେଖିବା ଦ୍ୱାରା ସେଇ ଜାଗାରେ ଗାତ ସବୁ ଚାଉଳ ରାସ୍ତାରେ ଢାଳିଗଲା।
ମୋର କହିବା ବିଷୟ ହେଉଛି କ'ଣ ନା এই ମଣ୍ଡଳୀରେ ବା ବିଶ୍ୱାସୀମାନଙ୍କ ଜୀବନରେ ପବିତ୍ର ଆତ୍ମାର ଆଲୋକ ଯେତେବେଳେ ରହିବ ତାହେଲେ ସେ ପଛଘୁଞ୍ଚା ହେବାର ଚାନ୍ସେସ୍ ତା ପାଖରେ ନାହିଁ। ଆଉ ଆଲୋକର ବାହାରେ ଯଦି ମଣ୍ଡଳୀ ବିଶ୍ୱାସ ଚାଲିଯିବ ତାହେଲେ ସେ ପଛଘୁଞ୍ଚା ଦେବାର ଚାନ୍ସେସ୍ ତା ପାଇଁ ବହୁତ ଅଛି। ସେଥିପାଇଁ ଜୋହନ 1:4 ବି କହିଲେ ଯେ ଯୀଶୁଙ୍କଠାରେ ଜୀବନ ଅଛି ଆଉ ଜୋହନ ତାହା କହିଥିଲେ। ଆଉ ଆମର ଜୀବନ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ଆମର ଜୀବନ ଆଉ ଯୀଶୁଙ୍କଠାରେ ରହିଲେ ଆମେ ମଧ୍ୟ ଜ୍ୟୋତି ହେଇପାରିବା ଆଲୋକିତ ହେଇପାରିବା। ଆଉ ଆମେ ଯେତେବେଳେ ସୌଭାଗ୍ୟତା ମଧ୍ୟରେ ଆସୁଛୁ ଚର୍ଚ୍ଚ ମଧ୍ୟରେ ଆସୁଛୁ ବା ଯେକୌଣସି ଜାଗାରେ ପ୍ରାର୍ଥନା ବସୁଛୁ ସେତେବେଳେ ପ୍ରଭୁଙ୍କ ଆଲୋକରେ ଆମେ ଆଲୋକିତ ହେବା ଆବଶ୍ୟକତା ରହିଛି ଯଦ୍ୱାରା କି ଆମେ ପଛଘୁଞ୍ଚା ଦେଇପାରିବା। ହାଲେଲୁୟା। ତେଣୁକରି এই পদ অনুসারে পালকর জীবন বিষয় লেখাইছি বা বাক্য প্রচার করবা লোক বিষয় লেখাইছি বা জনে আত্মিক ব্যক্তিଙ୍କ বিষয় লেখাইছি চাहे ସେ ପାଳକ ହଉ ସେ ସାଧାରଣ ବିଶ୍ୱାସ ହଉ ଜଣେ ଆତ୍ମିକ ବ୍ୟକ୍ତିଙ୍କ ବିଷୟ ଲେଖାଇଛି। ଜଣେ ଆତ୍ମିକ ବ୍ୟକ୍ତି ଆଉ ଯେତେବେଳେ ଅନ୍ୟକୁ ଆଉ କ'ଣ କରୁନାହିଁ ଜାଗ୍ରତ କରୁନାହିଁ ତାହେଲେ ଅନ୍ୟମାନେ କ'ଣ ଯିବେ ନଷ୍ଟ ହେବେ। ଆମେ ଜାଣି ରଖିବା ଦରକାର ମେଷ ଆମର ନାହିଁ ମେଷ ହେଉଛି ପିତା ପରମେଶ୍ୱରଙ୍କର କିନ୍ତୁ ସିଂହ ଆଜି ଭ୍ରାନ୍ତ କରିବା ପାଇଁ ନଷ୍ଟ କରିବା ପାଇଁ ସେ ଗର୍ଜନ କରି କରି ବୁଲୁଛି। ଏ ଶୈତାନ ମେଷ କହିଲେ ବିଶ୍ୱାସୀ ସିଂହ କହିଲେ ଶୈତାନ ଆଉ ଶୈତାନ ବିଶ୍ୱାସକୁ ଯେତେବେଳେ ନେଇଯିବ ସେତେବେଳେ ତାକୁ କ'ଣ କରିବ ଖଣ୍ଡିଆ ଖାବରା କରିବ ତାକୁ ନଷ୍ଟ କରିବ ତା ଆତ୍ମିକ ଜୀବନ ନଷ୍ଟ କରିବ। ତେଣୁ ଆମକୁ ଆବଶ୍ୟକତା ରହିଅଛି ଯେ ଏହି ଦିନ ମାନଙ୍କରେ ଆମେ ଠିକ୍ ଶିକ୍ଷା ପାଇବା ଆମେ ଠିକ୍ ଶିକ୍ଷାରେ ଆମେ ରହିବା ଯଦ୍ୱାରା କି ନିଜେ ଭ୍ରାନ୍ତ ହେବୁ ନାହିଁ ଆମ ଦ୍ୱାରା ଅନ୍ୟ ଲୋକ ଭ୍ରାନ୍ତ ହେଇପାରିବେ। ତେଣୁ ଦ୍ୱିତୀୟ ବିଷୟ ହେଲା এই ମୁଦ୍ରା କଥାଟାର ଆମେ ଶିକ୍ଷା ପାଉଛୁ ଯେ ଆତ୍ମିକ ଲୋକମାନଙ୍କ ଦ୍ୱାରା ପାଳକ ପ୍ରଚାରକ ମାନଙ୍କର ଅବହେଳା ଦ୍ୱାରା ଅନେକ ଲୋକ କ'ଣ ହେଇଯାନ୍ତି ପଛଘୁଞ୍ଚା ହେଇଯାନ୍ତି। ବର୍ତ୍ତମାନ ମୋ ତୃତୀୟ କଥା ମୁଁ ଆପଣମାନଙ୍କୁ କହିବି। ତୃତୀୟ କଥା ହେଲା 11 ପଦ ପଢ଼ନ୍ତୁ 11-12। ସେ ଆହୁରି କହିଲେ ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା ବାପା ସମ୍ପତ୍ତିର ଯେଉଁ ଭାଗ ମୋ ପାଖରେ ପଡ଼ୁଅଛି ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସର୍ବସ୍ୱ ସେମାନଙ୍କୁ ବାଣ୍ଟିଦେଲେ। ଏଟା ଆମେ ଦେଖୁ ଜଣେ ବ୍ୟକ୍ତିଙ୍କର 2ଟି ପୁଅ ଥିଲା। ପୁଅ ବିଷୟରେ ଆମେ ଦେଖିବା 2ଟି ପୁଅ ଆଉ ଏଇ 2ଟି ପୁଅ ଭିତରୁ ସାନ ପୁଅ ତାର ବାପାଙ୍କ ଠାରୁ ତାର ଭାଗରେ ଯେଉଁ ସମ୍ପତ୍ତି ଆସିବ ସବୁ ସେ ଜବରଦସ୍ତି ମାଗି ଆଉ ତାହା ବିକ୍ରୟ କରି ସେ ଆଉ ବିଦେଶକୁ ଚାଲି ଯାଇଥିଲା ଏବଂ ଲେଖାଯାଇଛି ସେ ତାର ସବୁ ଟଙ୍କା କଦାଚାରରେ ସେ ଉଡ଼ାଇଲା। এই ଯେଉଁ ପୁଅ ବିଷୟରେ ଆମେ ଦେଖିଲୁ ବାଇବଲରେ ଅପମେୟ ପୁତ୍ର ବୋଲିକି ଲେଖାଯାଇଛି ବା ଗୋଟେ ବିଦ୍ରୋହକାରୀ ବୋଲି ତାକୁ ଭାଷାନ୍ତର ଦିଆଯାଇଛି। ପୁଅ ଝିଅମାନେ ବାପା ମାନଙ୍କୁ ବାପା ବୋଲି ଡାକନ୍ତି। ପ୍ରତ୍ୟେକ ପୁଅ ଝିଅମାନେ ଜନ୍ମ ହେଇଥିବା ବାପାକୁ ମାଆକୁ ବାପା ମା ବୋଲିକରି ଡାକନ୍ତି। ପ୍ରତ୍ୟେକ ମଣ୍ଡଳୀର ବିଶ୍ୱାସୀ ମାନେ ଆଜି ସେମାନଙ୍କର ପିତା ହେଉଛନ୍ତି ଆମମାନଙ୍କର ସୃଷ୍ଟିକର୍ତ୍ତା ପରମେଶ୍ୱର। ଆଉ ଯେତେବେଳେ ଜଣେ ବିଶ୍ୱାସୀ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଏ ଆଉ ସେତେବେଳେ ପରମେଶ୍ୱରଙ୍କୁ ଆବ୍ବା ପିତା ବୋଲି ସେ ସମ୍ବୋଧନ କରିଥାଏ। ତେଣୁ ପୁତ୍ର ପିତାକୁ ଆବ୍ବା ପିତା ବୋଲି ସେ କ'ଣ କରୁଛି ସମ୍ବୋଧନ କରୁଛି ବା ତାଙ୍କୁ ଡାକୁଛି। ଆଉ ଏଇଟା ଦେଖାଉଛି ବାପା ସେ ପୁଅକୁ ସାନ କହୁଛି ବାପା ମୋ ଭାଗରେ ଯାହା ଅଛି ମୋତେ ତମେ ଦେଇଦିଅ। ଆଜି ଈଶ୍ୱରଙ୍କର ସନ୍ତାନ
ଖ୍ରୀଷ୍ଟ ବିଶ୍ୱାସୀ ମାନେ এই ଖ୍ରୀଷ୍ଟ ବିଶ୍ୱାସୀ ମାନେ ପିତା ପରମେଶ୍ୱରଙ୍କୁ ବାପା ବୋଲି ଡାକୁଛନ୍ତି, କିନ୍ତୁ ପିତା ପରମେଶ୍ୱରଙ୍କର ବାକ୍ୟର ବାହାରେ, ଶିକ୍ଷାର ବାହାରେ, କଥାର ବାହାରେ, ଆଜ୍ଞାର ବାହାରେ ଆଜି ଚାଲିବା ଦ୍ୱାରା ବିଦ୍ରୋହୀ ଯାଉଛନ୍ତି। এই ବାପା ତାଙ୍କୁ ଯେତେବେଳେ ଭାଗ ମାଗୁଥିଲା সেই ସମୟରେ ବାପା ମା ତାକୁ କେତେ ବୁଝାଇଛନ୍ତି, କିନ୍ତୁ ସେ ଜବରଦସ୍ତି ସେ କଣ କରୁଛି, ତାର ଭାଗ ସେ ମାଗିଛି। ଯେହେତୁ ମାଗିଲା କିନ୍ତୁ ତାକୁ ଠିକରେ ବ୍ୟବହାର କଲା ନାହିଁ। ତେଣୁ ତୃତୀୟ କାରଣ ହେଲା ଯେ ଜଣେ ପାଇଥିବା ଶିକ୍ଷାକୁ ଯଦି ଠିକରେ ବ୍ୟବହାର କରିବ ନାହିଁ, ଠିକରେ ବୁଝିବ ନାହିଁ ଶିକ୍ଷାକୁ, ତାହେଲେ ସେ କଣ ହବ, ପଛ ଘୁଞ୍ଚା ଦେଇପାରିବ। ଏଣୁ ଆମମାନେ ଯେତେବେଳେ ଶିକ୍ଷା ନେଉଛୁ, ଶିକ୍ଷା ପାଉଛୁ, ସେତେବେଳେ ଆମମାନେ ଠିକରେ ବୁଝିବା ଦରକାର ଯେ ପରମେଶ୍ୱର ଆମର ବାପା, ଆମେ ତାଙ୍କର ସନ୍ତାନ, ଆମକୁ ଆପଣ ବାକ୍ୟ ଦ୍ୱାରା ସେ କଣ କରିବାକୁ ଚାହୁଁଛନ୍ତି, ତାକୁ ଆମେ ଠିକରେ ବୁଝିବା, ଆଉ ତାକୁ ଆମେ ଠିକରେ ମାନିବା। ଏ ପୁଅ କଣ କରୁଛି, ପିତାଙ୍କର ସମ୍ପତ୍ତିକୁ ଜବରଦସ୍ତି ସେ ମାଗି ନେଉଛି। ଏଇଟା ଦେଖୁଛୁ ପୁଅର ବିଦ୍ରୋହ କାର୍ଯ୍ୟ। ଆଜି ମଣ୍ଡଳୀରେ, ପରିବାରରେ, ସମାଜରେ, ଗାଁରେ ବିଦ୍ରୋହ ଦେଖାଯାଉଛି। ବିଦ୍ରୋହ, ଜବରଦସ୍ତି ହରଣ କରିନେବା, କଥା ନ ମାନିବା, ବିଦ୍ରୋହ କାର୍ଯ୍ୟଗୁଡ଼ିକ ଦେଖାଯାଉଛି। ଅନେକ ନିଜକୁ ବହୁତ ବଡ଼ ମନେ କରନ୍ତି। ମୋ ଠାରୁ ମୁଁ ସବୁଠାରୁ ଭଲ, ମୁଁ ସବୁଠାରୁ ଶିକ୍ଷିତ, ମୁଁ ସବୁଠାରୁ ଜ୍ଞାନୀ, ମୁଁ ସବୁଠାରୁ ଆତ୍ମିକ, ମୁଁ ସବୁଠାରୁ ଭଲ ପ୍ରଚାରକ, ମୁଁ ସବୁଠାରୁ ଭଲ ଗାୟକ। ନିଜକୁ କଣ କରିଥାନ୍ତି, ସେମାନେ ଗର୍ବ କରିଥାନ୍ତି, ବଡ଼ ମନେ କରିଥାନ୍ତି। କିଛିଟା ଜାଣିଦେଲେ, କିଛିଟା ଗୋଟେ ହେଇଗଲେ ନିଜକୁ ବଡ଼ ମନେ କରନ୍ତି। କିନ୍ତୁ ଜଣେ ବାପା ଅଛନ୍ତି, ଆଉ ସେ ବାପାଙ୍କ ଅଧୀନରେ ଆମେ ରହିବାକୁ ହବ, ସେ ବାପାଙ୍କ ଇଚ୍ଛା ଅନୁସାରେ ଚାଲିବାକୁ ହବ, ସେ ବାପାଙ୍କୁ ଆମେ ସନ୍ତୁଷ୍ଟ କରିବା ପାଇଁ ପଡ଼ିବ। ତାହେଲେ କଣ ହେବ ନାହିଁ, ଆମର ଜୀବନ ବିନଷ୍ଟ ହେବ ନାହିଁ, ପଛକୁ ଆମେ ହେବ ନାହିଁ, ପଛକୁ ଆମେ ରହିବୁ ନାହିଁ। ଜଣେ ବିଶ୍ୱାସୀ ସର୍ବଦା ଆଗକୁ ହୋଇଯିବ, ଆଗକୁ ହୋଇଯିବ। ତାର କାମ ହେଲା ଆଗକୁ ଯିବା। କାହିଁକି ପ୍ରଭୁ ତା ପଛକୁ ଯିବା ପାଇଁ ମନା କରିଛନ୍ତି। ତେଣୁ ପ୍ରଭୁ ମନେ ଆପଣମାନଙ୍କୁ ଅନୁଗ୍ରହ କରି ଆଶୀର୍ବାଦ କରନ୍ତୁ ଯେ ସେ ପୁଅ ଏହି ପ୍ରକାର କହିଥିଲା, ମୋ ଭାଗରେ ଯାହା ପଡୁଛି ତାହା ମୋତେ ଦେଇଦିଅ। ଏଇଟା ଗୋଟେ କେମିତି ବିଶ୍ୱାସ, ଆକୁ ବାପାଙ୍କର ସହିତ କୌଣସି ଯଦି କହିବା ବୋଲେ ହିନ୍ଦୀରେ ଯଦି କହିବା ବୋଲେ ଲେନଦେନ ନାହିଁ। ମୋତେ ବାପା ଦରକାର ନାହିଁ, ମୋତେ ସମ୍ପତ୍ତି ଦରକାର। ମୋତେ ବାପା ଦରକାର ନାହିଁ, ମୋତେ ଟଙ୍କା ଦରକାର। ଜଣେ ବିଶ୍ୱାସୀକୁ ସମ୍ପତ୍ତି ନାହିଁ, ଟଙ୍କା ନାହିଁ, ଜଗତର ବିଷୟ ନାହିଁ। ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର ବାପା ଦରକାର। ହାଲେଲୁୟା, ସମସ୍ତେ କହିବା ହାଲେଲୁୟା। ଆମକୁ ଆମର ବାପା ଦରକାର, ଯେ କି ଆମର ମା ବାପା ସେ ପରମେଶ୍ୱର। ସେ ଯଦି ଆମ ସହିତ ଥିବେ, ତାଙ୍କ ପାଖରେ ଆମେ ରହିବା, ସବୁ ଆବଶ୍ୟକ ଯୋଗାଇବେ, ଆମର ସବୁ ଚିନ୍ତା ଦୂର କରିବେ। କାରଣ ସେ ଆମର ବାପା, ଆମର ସମସ୍ତ ବିଷୟ ପାଇଁ ଚିନ୍ତା କରନ୍ତି। ଆମକୁ ଲକ୍ଷ୍ୟ ସ୍ଥଳରେ ସେ ପହଞ୍ଚାଇବେ, ଆମର କାର୍ଯ୍ୟ ସେ ଆଶୀର୍ବାଦ କରିବେ। କାରଣ ସେ ଆମର ବାପା, ତାଙ୍କ ଠାରୁ ଅଲଗା ହେବାକୁ ହବ ନାହିଁ। ଜଗତର ବିଷୟକୁ ପାଇବା ପାଇଁ ଜଗତରେ ଆମେ ଲାଗି ରହିବା ନାହିଁ, ଆମେ ପରମେଶ୍ୱରଙ୍କ ଠାରୁ ଲାଗି ରହିବା। ଏଟା ଏମିତିକା ପୁଅ ଯେ କି ବାପାର କଥାକୁ ଅମାନ୍ୟ କରୁଛି, ବାପାକୁ ଜବରଦସ୍ତି କରୁଛି, ବାପାଙ୍କ ଠାରୁ ସେ ଅଲଗା ହେଇକି ଦୂରକୁ ଚାଲି ଯାଉଛି। ତାକୁ ବାପା ସହିତ କୌଣସି ସମ୍ପର୍କ ରଖିବାର ଇଚ୍ଛା ନାହିଁ। ତାକୁ ଟଙ୍କା ଦରକାର, ଟଙ୍କାରେ ତାର ଜୀବନ ସେ କଣ କରିବ, ଖାଇବ, ପିଇବ, ଉଡ଼ାଇବ, ଆସକ୍ତ ହେଇକି ତାର ଜୀବନକୁ ନଷ୍ଟ କରିବ। ତାର ଏମିତି ପରିସ୍ଥିତି ଆସିଲା, ଆପଣମାନେ ଜାଣନ୍ତି, ତାକୁ ଖାଇବା ପାଇଁ ମଧ୍ୟ ମିଳିଲା ନାହିଁ। ତାକୁ ଘୁଷୁରୀ ମାନେ ଚରାଇବାକୁ ପଡ଼ିଲା। ଘୁଷୁରୀ ମାନେ ଯାହା ଖାଉଥିଲେ ସିଂହ ମଞ୍ଜି, ତାର ମଧ୍ୟ ଯଥେଷ୍ଟ ପରିମାଣରେ ତାକୁ ପେଟ ପୁରିବା ପାଇଁ ମିଳିଲା ନାହିଁ। ପରେ ସେ ଅନୁତାପ କରିକି ଉଠେଇଛି। ତେଣୁ ସାନ ପୁଅ ଠାରୁ ଆମେ ଗୋଟିଏ ଶିକ୍ଷା ପାଉଛୁ ଯେ ବାପାଙ୍କ ସହିତ ସମ୍ପର୍କ ନ ରଖିବା ପଛ ଘୁଞ୍ଚାର କାରଣ। ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କ ନ ରଖିବା, ଏଇଟା ଆମର ପଛ ଘୁଞ୍ଚାର କାରଣ, ବ୍ୟାକସ୍ଲାଇଡିଂର କାରଣ, ତୃତୀୟ ବିଷୟ। ତେଣୁ ଆମେ ଦେଖିଗଲୁ କଣ, ଗୋଟେ ଘର, ବାପା ମା ଯଦି ଅଛନ୍ତି ମାନେ ଗୋଟେ ଘର ଠାରୁ ଅଲଗା ହେବା, ଏଇଟା ଆମର ଭୁଲ।
आमे लागी रखते तेणु प्रभु मते आपको ये वाक्य आशीर्वाद करतु जे पुओ ता भागर संपत्ति को पाइला परे बहुत दूर को चली जाउची बहुत दूर को जीवा माने बहुत दूर को जीवा माने कोन प्रार्थना रो बाहर प्रार्थना न करवाटा आराधना न करवाटा गीत न गायवाटा प्रेजिंग प्रशंसा न करवाटा वाक्य न पढ़वाटा चौथ रे न आइवाटा এই প্রকার আত্মিক কার্যগুলো আমি যাহা করলু সেটা হচ্ছে বহুত দূরকু যাবাটা এক পুଅ বাপাଙ୍କ ଠାରୁ ଦୂରକୁ ଚାଲିଗଲା ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଯିବାଟା ହଉଛି ପ୍ରାର୍ଥନା ନ କରିବା ଆରାଧନା ନ କରିବା ତା ସୌଭାଗ୍ୟତା ନ ରଖିବା ତେଣୁକରି ଅନେକ ଲୋକ ଆଜିର ଖ୍ରୀଷ୍ଟିଆନ ଆଜି ବାପାଙ୍କ ସହିତ ସମ୍ପର୍କ ନାହିଁ ସମ୍ପର୍କ ହେଉଛି ଟଙ୍କା ସହିତ ଜଗତ ସହିତ ଧନ ସହିତ ଆଜି ସମ୍ପର୍କ ରହିଛି ତେଣୁକରି ପରମେଶ୍ୱର आज ख्रिस्टियन मान कर्म को देखि दुखित जो मंडली को रक्त दे किनले आज सही मंडली मो पाई काहे यीशु रक्त देले एरा बुझी पारु नाही आई से पिता को डर से उदाय के जीवन काटछि प्रार्थना न करि के जीवन काटछि वाक्य न पढ़ि के जीवन काटछि चर्च न आस के जीवन काटछि शिक्षा न करि के जीवन काटछि पवित्र आत्मा से न जानि के जीवन काटछि एटा ता पाई गुडे बैकस्लाइडिंग होते हालेलुया प्रिय माने आज जदि आम पापर मन परिवर्तन कर फेरी आसवा तार स्वर्ग परमेश्वर हमको नुआ नुआ विषय देवे यही हजिरा पुओ जिते अनुताप करी तार बापार घर को पुनर्बार फेरिक आसला से आओ नुआ नुआ विषय सब पाइला एथि पूर्व पुराना छिटा आओ कपड़ा मैला कपड़ा पिंधि आओ से बहुत दुर्गंध होकर अवस्था से रही बर्तमान बापा पाख जीवा द्वारा नुआ नुआ विषय आमर बापा परमेश्वर को सहित आमे रहिबा से प्रतिदिन नुआ नुआ अनुग्रह नुआ नुआ दया नुआ नुआ आशीर्वाद नुआ का विषय मान प्रभु हमको परमेश्वर देवका से हमर बापा तेना बेटा बापा पिता बोला में डाकू जते बेले आमे तांको ठारे तांको नियम रे तांको इच्छा चाली आमे आमे रहिबा आवश्यकता रही अछि हमको दूर को जीवा को एटा जे तृतीय बैकस्लाइडिंग चतुर्थ कथा को बोल करबी चतुर्थ कथा हला बड़ बड़ कथा आपण जानନ୍ତି बड़ पुओ तार बापा सहित थिला आओ जेते बेले तार सानो भाई फेरिकी आसीला बा बापार सानो पुओ फेरिकी आसीला सेताले बापा गोटे विराट बड़ भोजर आयोजन कले समस्त लोक मान डकाइले ताप बिया पानी करदेले बुझी देले तार से बिया करबा जा कि भी कहि कि तेरे गोटे आनंद उत्सव करा किंतु ए विषय में तले बापा बड़ पुओ देखुची सेटा में तार बापा को कहछि बापा तोर सानो को सबु टंका नहीं आउ से जगत को चली गला सबु टंका नहीं विदेश को जाई से आपन वाला आपना को आ नष्ट कला कत देर सब उड़ाई देला से आशीर्वाद द्वारा एते बड़ भोजी आयोजन कलो किंतु मु घरे थाई घर सबू काम धाम करुची चाष बास काम करू सबू काम करुची एते परिश्रम करुची तमर गुडे संपत्ति भी किसी मागी नाही मात्र मो पाई मोर सांग मान सहित मिसिक गुडे भजी करी खा बोली गुडे कुकुड़ा गुडे देलो मेंढा गुडे देलो छाई गुडे देलो किसी को ना एक प्रकार सब विचार करुची आपण जानती बापा एक कथा कहथिले पुअरे मोर जहा संत तो काई के से भाव से हो जायतिला फेरे के आसी हालेलुया प्रिय प्रभु को लोक माने बड़ पुओ अर्थ हैला मंडली रे थिवा ख्रीष्ट विश्वासी मान को बुझाए जो माने ख्रिस्टियन है करी मंडली रो सहभागिता रे नहांती मंडली रो प्रार्थना रे नहांती मंडली रो शिक्षा अनुसार नहांती से माने होछती सानो पुओ से माने मंडली थारो अलगा है खाइ के जीवन काटछंती किंतु जो माने मंडली रे खाइ के शिक्षा पाइ के जीवन काटछंती से माने होछती बड़ पुओ तेणुकरी मंडली थिवा धार्मिक विश्वासी मानवटा बुझाउछि से माने चर्च रे थिबे से माने आराधना थिबे प्रार्थना थिबे मन परिवर्तन करके से मान थिबे तेणु प्रभु आज ए पुराना ख्रिस्टियन माने बा धार्मिक नेता माने
ସବୁବେଳେ ପ୍ରାର୍ଥନା କରନ୍ତି ଆରାଧନା କରନ୍ତି ସେମାନେ କେବେ ମଧ୍ୟ ଅଭିଯୋଗ କମ୍ପ୍ଲେଣ୍ଟ କରିବା ଆବଶ୍ୟକତା ନାହିଁ। ହାଲେଲୁୟା। ଅନେକ ଅଭିଯୋଗ କରନ୍ତି ତା ପାଇଁ ପରମେଶ୍ୱର ସବୁ ରଖିଛନ୍ତି। ମଣ୍ଡଳୀର ପ୍ରାର୍ଥନା କରିବା ଲୋକମାନଙ୍କ ପାଇଁ ଆରାଧନା କରିବା ଲୋକମାନଙ୍କ ପାଇଁ ସୌଭାଗ୍ୟତା କରିବା ଲୋକମାନଙ୍କ ପାଇଁ ପରମେଶ୍ୱରଙ୍କର ଯାହା ସ୍ୱର୍ଗର ଅଛି ସବୁ ତାକୁ ଦେବା ପାଇଁ ପରମେଶ୍ୱର ଅଛନ୍ତି। କିନ୍ତୁ ଯେଉଁମାନେ ମଣ୍ଡଳୀ ବାହାରେ ଥାଇ ଜୀବନ କାଟୁଛନ୍ତି ଶିକ୍ଷାର ବାହାରେ ଜୀବନ କାଟୁଛନ୍ତି ସୌଭାଗ୍ୟତା ବାହାରେ ଥାଇ ଜୀବନ କାଟୁଛନ୍ତି ଆଜି ସେମାନେ ସ୍ୱର୍ଗର ବିଷୟ ସବୁକୁ ହରାଇବେ ସେମାନେ ପାଇବେ ନାହିଁ। ହାଲେଲୁୟା। ଏଣୁ ପ୍ରଭୁ ମୋତେ ଏବଂ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଯେ ଏହି ପ୍ରକାର ଭାବରେ ଆଜି ଅନେକ ଲୋକମାନେ କରୁଛନ୍ତି ନା କମ୍ପ୍ଲେଣ୍ଟ କରି ଅଭିଯୋଗ କରି ସେମାନେ ପସନ୍ଦ କରୁଛନ୍ତି। କାଲି ମୋତେ ଜଣେ ପାଷ୍ଟର ଫୋନ କରିଥିଲେ ଆମର ୟୁନାଇଟେଡ୍ ପାଷ୍ଟର ଫେଲୋସିପ୍ ତାକୁ ମନିଟର କରୁଛୁ ଆଉ ସେ ମୋତେ ଫୋନ କରିଥିଲେ ଫୋନ କରି ମୋତେ କହିଲେ ତାର ନାଁ ନିଜର ଗୋଟିଏ ସଂସ୍ଥାର କିମ୍ବା ପାଳକ ବିଷୟରେ କହିଲେ ତାର ଅଭିଯୋଗ କରି କହିଲେ ଆଜ୍ଞା ଦେଖ ସେ ଇଲେକ୍ସନ ଉଠିଲା ତାକୁ ଉଠାଇ ନାହାନ୍ତି ଠିଆ ହେବା ପାଇଁ ଗଭର୍ଣ୍ଣିଂ ବଡିରେ ଇଲେକ୍ସନ ପାଇଁ ଠିଆ ଉଠା ତାକୁ ଉଠାଇ ନାହାନ୍ତି ସେ ନିଜେ ଠିଆ ଉଠାଇଲା କିନ୍ତୁ ସେ ନିଜେ ଠିଆ ଉଠା ତାକୁ ଭୋଟ କେ ଦେଇନାହାନ୍ତି ମାତ୍ର ଗୋଟିଏ ଭୋଟ ହିଁ ସେ ପାଇଥିଲା ସେ ହାରିଗଲା। କିନ୍ତୁ ସବୁବେଳେ ଆମେ ସାଙ୍ଗରେ ଅଛୁ ଦୁଃଖରେ ସୁଖରେ ଭଲରେ ମନ୍ଦରେ ଆଉ ସେବା କାର୍ଯ୍ୟରେ ସବୁବେଳେ ଆମେ ସାଙ୍ଗରେ ଅଛୁ ତେଣୁକରି ଆଉ ସେ ମୋତେ ଆଉ କଥା ହେଉନାହିଁ ହାରିଯିବା ଦ୍ୱାରା ମୋତେ ଆଉ କଥା ହେଉନାହିଁ। ତେଣୁ ସେ କହିଲା କ'ଣ ମୁଁ ଜଣେ ଭୋଟ ଦେଇଦେଲି କ'ଣ ସେ ଜିଣି ଯିବ ତ ଏହି ପ୍ରକାର ଭାବରେ ସେ କ'ଣ ବୋଲି କହିଲା ଆଉ ମୁଁ ତାର କଥା ହେଉନାହିଁ ମୁଁ ଆଉ ତା ସହିତ ମିଶୁନାହିଁ ବୋଲି ତ ମୁଁ କହିଲି ତମେ ଭୁଲ କରୁଛ ସେ କଥା ହେଲା ନାହିଁ ବୋଲି ତମେ କଥା ହେବ ନାହିଁ ସେ ମିଶିଲା ନାହିଁ ବୋଲି ତମେ ମିଶିବ ନାହିଁ ତାହା ତମେ ଆଉ ତା ଲୋକମାନଙ୍କ ତମେ କର୍ମ କରୁଛ ତମେ ଗୋଟେ ଖ୍ରୀଷ୍ଟିଆନ ଭାବରେ ତମେ ଗୋଟେ ରେଭରେଣ୍ଡ ପଦ ପାଇଛ ଯେତେବେଳେ ତମର କର୍ତ୍ତବ୍ୟ ସେ ବୁଝିଲା ନାହିଁ ସେ ତମର ଭାଇ କିଛିଟା ବିଷୟ ପାଇଁ ମନ ଦୁଃଖ କଲା ଆଉ ତମ କଥା ନଦେବ ତମେ ମିଶିଥିଲେ ବୋଲେ ପୁନର୍ବାର ତମ କଥା ଜାଣିବ ଭଲ ତମେ ରହିବ ଆଗର ଅପେକ୍ଷା ଏବେ ଆଉ ଦିନ ଭଲ ରହିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଏଇଟା ମୋ କହିବା କଥା ହଉଛି କ'ଣ କମ୍ପ୍ଲେଣ୍ଟ ଆମେ କରିବାକୁ ହବ ନାହିଁ ଅଭିଯୋଗ ଆମେ କରିବାକୁ ହବ ନାହିଁ ଆମେ କ'ଣ କରିବା ପାଇଁ ପଡ଼ିବ ଆମ ପାଇଁ ପରମେଶ୍ୱର ସବୁ ରହୁଛନ୍ତି ଦୁଃଖ ଆଇବ କଷ୍ଟ ଆଇବ ସମସ୍ୟା ଆଇବ ପ୍ରଭୁକୁ ଆମେ କେବେ ଅଭିଯୋଗ କରିବା ନାହିଁ ପ୍ରଭୁ ତମେ କ'ଣ ଦେଉଛ ପ୍ରଭୁ ଏଇଟା କ'ଣ କରୁଛ ଆମେ ଅଭିଯୋଗ କରିବା ନାହିଁ। ପ୍ରଭୁ କହୁଛନ୍ତି ମୋର ଉପର ତୋ ପାଇଁ ଯଥେଷ୍ଟ ମୁଁ ତୁମ ସହିତ ଅଛି ମୋର ଯାହା କିଛି ସବୁ ତୋର ମୁଁ ତୋର ବାପା ତୁଇ ମୋର ସନ୍ତାନ ତେଣୁକରି ମୋ ପାଖରେ ତୁଇ ଅଛୁ ମୋ ଠାରୁ ତୁ ଦୂରକୁ ଯାଇନୁ ତେଣୁକରି ସବୁ ତୋର ବୋଲି ପ୍ରଭୁ ଆଜି କଥା କହୁଛନ୍ତି। ତେବେ ଏହି ପ୍ରକାର ଭାବରେ ଆଜି ଅନେକ କ'ଣ ଅଛନ୍ତି ନା ପଛକୁ ଉଞ୍ଚା ଦେଇଛନ୍ତି। ତେଣୁ ପ୍ରଭୁ ମୋତେ ଏବଂ ଆପଣମାନଙ୍କୁ ଅନୁଗ୍ରହ କରି ଆଶୀର୍ବାଦ କରନ୍ତୁ ଆଉ ମୁଁ ଏବଂ ଆପଣମାନେ ଏହି ଦିନମାନଙ୍କରେ ଆମେ କେବେ ମଧ୍ୟ ପଛ ଘୁଞ୍ଚା ଦେବା ନାହିଁ ଆମେ ବରଂ ଆଗକୁ 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 ବିଶ୍ୱାସରେ ବଢ଼ିବା ପ୍ରାର୍ଥନାରେ ବଢ଼ିବା ବାକ୍ୟରେ ବଢ଼ିବା ସୌଭାଗ୍ୟତାରେ ବଢ଼ିବା ଆଉ ଏହି ପ୍ରକାର ଆତ୍ମିକତାରେ ଆମେ ବଢ଼ିବା ଆଉ ପ୍ରଭୁ ତାହା ହିଁ ଚାହାନ୍ତି ଆମେ କେମିତି ପ୍ରମାଣ ହେବୁ ଆମେ କେମିତି ଆତ୍ମିକର ଉନ୍ନତି ହେବୁ ଆମେ କେମିତି ଧାର୍ମିକ ହେବୁ ଆମେ କେମିତି ସିଦ୍ଧ ହେବୁ ଆମେ କେମିତି ପରିପକ୍ୱ ହେବୁ ଆମେ କେମିତି ଦୃଢ଼ ହେବୁ ତାଙ୍କର ପୁଅ ହିସାବରେ ଆମେ ତାଙ୍କର ଆଜ୍ଞାକାରୀ କେମିତି ରହିବୁ ଏଇଟା ହିଁ ପରମେଶ୍ୱର ମୋ ଠାରୁ ଆପଣମାନଙ୍କର ଚାହାନ୍ତି। ପ୍ରଭୁ ଆଜିର ଏହି ଅଳ୍ପ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ ଯେ ଏହି ଚାରି ପ୍ରକାର ଯେଉଁ ପଛଘୁଞ୍ଚା କଥା ମୁଁ କହିଲି ଏଥିରୁ ଆପଣମାନେ କିଛିଟା ବିଷୟ ଆପଣମାନେ ପାଇଯାଇଥିବେ ତେଣୁକରି ଆପଣମାନେ ଯେପରି ପଛଘୁଞ୍ଚା ନ ଦେବେ ଏଥିପାଇଁ ଆଜିର ବାକ୍ୟ ମୋ ପାଇଁ ଏବଂ ଆପଣମାନଙ୍କ ପାଇଁ ଥିଲା ଆମେ ଆତ୍ମିକତାରେ ଆଗକୁ ବଢ଼ିବା ଆମେ ପାଇଁ ପଛଘୁଞ୍ଚା ଦେବା ନାହିଁ ଯଦି ପଛଘୁଞ୍ଚା ଦେବା ଆମ ପାଇଁ ବିପଦ ଅଛି ଯଦି ଆମେ ଆଗକୁ ବଢ଼ିବା ଆମ ପାଇଁ ଜୀବନ ଅଛି ସ୍ୱର୍ଗ ଅଛି ପଛଘୁଞ୍ଚା ଦେବା ଆମ ପାଇଁ ନର୍କ ଅଛି ଦଣ୍ଡ ଅଛି ଯଦି ଆମେ ଆଗକୁ ବଢ଼ିବା ଯୀଶୁଙ୍କୁ ଲକ୍ଷ୍ୟ କରି ଆମେ ଆଗକୁ ବଢ଼ିବା ତାହେଲେ ଆମ ପାଇଁ ସ୍ୱର୍ଗ ଅଛି। ହାଲେଲୁୟା ହାଲେଲୁୟା। ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଚକ୍ଷୁ ବନ୍ଦ କରି ଗୋଟେ ପଦ ପ୍ରାର୍ଥନା କର। ସ୍ୱର୍ଗର ପରମେଶ୍ୱର ଆମେ ତୁମକୁ ଧନ୍ୟବାଦ କରୁଛୁ ଅନୁଗ୍ରହ କର ଯେପରିକି ଆମମାନେ ନିଜେ ଭୁଲ କରି ପଛଘୁଞ୍ଚା ହେବ ନାହିଁ ଅନୁଗ୍ରହ କର କୌଣସି ଲୋକଙ୍କର ଶିକ୍ଷା ଦ୍ୱାରା ଆମେ ଭ୍ରାନ୍ତ ହେଇକରି ଆମେ ପଛଘୁଞ୍ଚା ଦେବ ନାହିଁ ଅନୁଗ୍ରହ କର ଯେପରିକି ବିଦ୍ରୋହ କରି
ଆମେ ପଛକୁ ଦେବ ନାହିଁ। ଅନୁଗ୍ରହ କର ଯେପରିକି ଆମେ ଅଭିଯୋଗ କରି ଆମେ ପଛକୁ ଦେବ ନାହିଁ, ବରଂ ବିଶ୍ୱାସରେ ଆଗକୁ ବଢ଼ିବୁ। এই প্রকার তুমি সাহায্য করো। ମୁଁ ପ୍ରାର୍ଥନା କରେ ଆମ ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ମାନଙ୍କୁ କାହାର ବାଧା କାମନା ପାଇଦିଅ ନାହିଁ, ବରଂ ଅନ୍ୟମାନଙ୍କର ଆଦର୍ଶ ହେବୁ, ଅନ୍ୟମାନଙ୍କୁ ସାହାଯ୍ୟ କରିବୁ, ଅନ୍ୟମାନଙ୍କୁ ଚେତନା ପରାମର୍ଶ ଦେବୁ। এই ପ୍ରକାର ଭାବରେ ଆତ୍ମିକତା ନେଇ ବଢ଼ିବୁ। ଆମ ସମସ୍ତଙ୍କୁ ସାହାଯ୍ୟ କର। ସ୍ୱର୍ଗର ପରମେଶ୍ୱର, ତୁମର ଶିକ୍ଷା, ତୁମର ବାକ୍ୟ, ତୁମର ଆତ୍ମା, ତୁମର ଉପସ୍ଥିତି ସର୍ବଦା ଆମ ଠାରେ ରହୁ, ଯଦ୍ୱାରା କି ପ୍ରଭୁ এই জীবନରେ ଆମେ ଆଗକୁ ଯାଇ ଅନେକ କିଛି କାର୍ଯ୍ୟ ତୁମର କରିବା ପାଇଁ କରିପାରିବୁ। ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗିଲି, ଆମେନ୍।